ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଆଜି ଜୁଲାଇ 9 ତାରିଖ ମଙ୍ଗଳବାର। 30ଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଆପଣମାନଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଆପଣମାନେ ଆମ ଭିଡ଼ିଓକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ପ୍ରଥମ ଅପଡେଟ୍, ଦବିଗଲା ଆଇଗିଣିଆ ଓଭରବ୍ରିଜ୍। ନବନିର୍ମିତ ଆଇଗିଣିଆ ଓଭରବ୍ରିଜ୍ ଆଜି ଦବିଯାଇଛି। ଏକ ଟ୍ରକ୍ ଯିବା ବେଳେ ଓଭରବ୍ରିଜ୍ ଦବି ଯାଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଛନ୍ତି ଟ୍ରକ୍ ଚାଳକ। ଧୀରେ ଧୀରେ ବ୍ରିଜ୍ ଦବୁଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ଜଣାପଡ଼ିବା ପରେ ପୁଲିସ ଓ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପରବର୍ତ୍ତୀ ଅପଡେଟ୍ ହେଉଛି, ଆଉ ଏକ ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିବ ଟାଟା। ଟାଟା ମୋଟର୍ସ ଲଗାତାର ଇଲେକ୍ଟ୍ରିକ୍ ଯାନ ଉପରେ ଫୋକସ୍ କରୁଛି। କମ୍ପାନୀର ପୋର୍ଟଫୋଲିଓରେ ପୂର୍ବରୁ 4ଟି ଇଲେକ୍ଟ୍ରିକ୍ କାର୍ ଥିବାବେଳେ ଏବେ କମ୍ପାନୀ ଆଉ ଏକ ଇଲେକ୍ଟ୍ରିକ୍ କାର୍ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଏହାର ନାମ ରହିଛି କର୍ଭ। ଟାଟା ମୋଟର୍ସ ନିଜ ସୋସିଆଲ ମିଡ଼ିଆରେ ପ୍ଲାଟଫର୍ମରେ ଏକ ଟିଜର ଓ ଭିଡ଼ିଓ ସେୟାର କରିଛି। ଏହି ଭିଡ଼ିଓକୁ ପୋଷ୍ଟ କରି କମ୍ପାନୀ କହିଛି ଯେ ଏହି କାର୍କୁ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ଲଞ୍ଚ କରାଯିବ। ସୂଚନାଯୋଗ୍ୟ, ବର୍ଷ ଆରମ୍ଭରୁ ଅଟୋ ଏକ୍ସପୋରେ ଏହାର ଆଇସି ଭ୍ୟାରିଏଣ୍ଟକୁ ଉନ୍ମୋଚନ କରାଯାଇଥିଲା, କିନ୍ତୁ ଏବେ କମ୍ପାନୀ ବଜାରରେ ଏହି କାର୍କୁ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି, ମସ୍କୋରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ମସ୍କୋରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। 22ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ। ରୁଷିଆର ଉପମୁଖ୍ୟମନ୍ତ୍ରୀ ଡେନିସ୍ ମେଣ୍ଟୁରୋଭ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପରବର୍ତ୍ତୀ ଅପଡେଟ୍ଟି ହେଉଛି, ସୁନା ଦରରେ ସାମାନ୍ୟ ଆଶ୍ୱସ୍ତି। ଗତ ସପ୍ତାହରେ ସୁନା ଦରରେ କ୍ରମାଗତ ଉନ୍ନତି ଦେଖାଦେଇଥିବା ବେଳେ ଚଳିତ ସପ୍ତାହରେ ସେଥିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଉଭୟ ସ୍ପଟ୍ ଓ ଫ୍ୟୁଚର ବଜାରରେ ସୁନା ଦର ହ୍ରାସ ପାଇଛି। ଭାରତୀୟ ବୁଲିୟନ ଓ ଜୁଏଲାରୀ ଆସୋସିଏସନ ତଥ୍ୟ ଅନୁସାରେ ସୋମବାର 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 72,910 ଟଙ୍କା ଥିବାବେଳେ 22 କ୍ୟାରେଟ୍ ସୁନା ମୂଲ୍ୟ 66,786 ଟଙ୍କା ରହିଛି। ପରବର୍ତ୍ତୀ ଅପଡେଟ୍ ହେଉଛି, କାଠୁଆରେ ସାମରିକ ଯାନ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଜମ୍ମୁ କାଶ୍ମୀରର ଜମ୍ମୁ ଡିଭିଜନର କଠୁଆ ଜିଲ୍ଲାରେ ପାହାଡ଼ିଆ ଅଞ୍ଚଳରେ ଆତଙ୍କବାଦୀମାନେ ଏକ ସାମରିକ ଯାନ ଉପରେ ଆକ୍ରମଣ କରିଛନ୍ତି। ଯବାନମାନେ ଏହାର ଜବାବରେ ଘେରାବନ୍ଦୀ କରି ଅପରେସନ କରି ସହିତ ପାଲଟା ଆକ୍ରମଣ ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀମାନେ କଠୁଆର କଣ୍ଡି ଅଞ୍ଚଳରେ ଲାହୋଇ ମହଲରୁ ଜଣ୍ଡା ନାଲା ନିକଟରେ ଏକ ସାମରିକ ଯାନକୁ ଟାର୍ଗେଟ୍ କରିଛନ୍ତି। ସୂଚନା ପାଇବା ମାତ୍ରେ ପୁଲିସ ଏବଂ ସୁରକ୍ଷା ବାହିନୀ ଅନ୍ୟ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ନିକଟ ସଂଯୋଗ ମାର୍ଗଗୁଡ଼ିକ ମଧ୍ୟ ସିଲ୍ କରାଯାଇଛି। ପରବର୍ତ୍ତୀ ଅପଡେଟ୍ଟି ହେଉଛି, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ। ନିଟ୍ ୟୁଜି ପେପର ଲିକ୍ ମାମଲାରେ ଏଫ୍ଆଇଆର୍ର ତଦନ୍ତ ନେଇ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏହି ମାମଲାର ପୁନର୍ବାର ଶୁଣାଣି ହେବ। ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ଏନ୍ଟିଏ ଓ କେନ୍ଦ୍ରକୁ କହିଛନ୍ତି। ଏହି ସବୁ ପ୍ରଶ୍ନର ଉତ୍ତର ଆଧାରରେ ପୁଣି ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପରବର୍ତ୍ତୀ ଅପଡେଟ୍ ହେଉଛି, ଶରଦା ବାଲିରେ 3 ରଥ। 2 ଦିନ ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବଡ଼ଦାଣ୍ଡରେ ଜନସମୁଦ୍ର ଭିତର ଦେଇ ଅତି ପ୍ରତୀକ୍ଷିତ ଶରଦା ବାଲିରେ ପହଞ୍ଚିଛି 3 ଠାକୁରଙ୍କ 3 ରଥ। ତେଣୁ ଜନ୍ମସ୍ଥାନରେ ଏବେ ଭିନ୍ନ ମାହୋଲ। ହୁଳୁହୁଳି ସାଙ୍ଗକୁ ଜୟ ଜଗନ୍ନାଥ ହରିବୋଲ ଧ୍ୱନିରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ। ପରବର୍ତ୍ତୀ ଅପଡେଟ୍ଟି ହେଉଛି, ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ପରେ ହ୍ୟୁମାନଙ୍କ ନାମରେ ଥାନାରେ ଅଭିଯୋଗ। ପୁଣି ଥରେ ଅଡ଼ୁଆରେ ପଡ଼ିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ତାଙ୍କ ସହ ସିଙ୍ଗର ରୁକୁସୁନାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ଏଥର ଭଜନକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହ୍ୟୁମାନ ସାଗର ଓ ରୁକୁସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି। ଏପରି କାର୍ଯ୍ୟ ଜଗନ୍ନାଥ ପ୍ରେମୀଙ୍କ ଭାବବେଗକୁ ଆଘାତ ଦେଇଛି। ପରବର୍ତ୍ତୀ ଅପଡେଟ୍ ହେଉଛି, ସରକାରୀ ଜମିକୁ ବେଆଇନ ଦଖଲ ହଟାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଏହି ବେଆଇନ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଯେ ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ। ପରବର୍ତ୍ତୀ ଅପଡେଟ୍ ହେଉଛି, କାଲିଠୁ କମିବ ବର୍ଷା, 11ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ। କାଲିଠୁ କମିବ 11ରୁ ପୁଣି ସାମାନ୍ୟ ବୃଦ୍ଧି ପାଇବ ବର୍ଷାର ପରିମାଣ। ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ 5 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ ଗଜପତିରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି। 11 ଜିଲ୍ଲାକୁ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଛି। ପାଣିପାଗ ବିଭାଗ ସତର୍କ କରିଛି। ପରବର୍ତ୍ତୀ ଅପଡେଟ୍ ହେଉଛି, କଟିଯିବ 18 କୋଟି ହିତାଧିକାରୀଙ୍କ ରାସନ କାର୍ଡ।
ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର, ବଡ଼ ଘୋଷଣା କରିଛନ୍ତି ସରକାର। ରାସନ କାର୍ଡ଼ ଉପଭୋକ୍ତାଙ୍କ ନାଁ କଟି ଦିଆଯିବାର ସମ୍ଭାବନା ରହିଛି। ସରକାରଙ୍କ ପକ୍ଷରୁ ଜାରି ଗାଇଡ଼ଲାଇନ୍ ଅନୁଯାୟୀ ଏଭଳି ଘୋଷଣା କରାଯାଇଛି। ତୁରନ୍ତ କିଛି ଜରୁରୀ କାମ କରାଇ ନିଅନ୍ତୁ, ନଚେତ୍ ରାସନ କାର୍ଡ଼ରୁ ନାଁ କଟି ଦିଆଯିବ। ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ, କାରଣ ସରକାରଙ୍କ ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଇ ନେବାକୁ ପରାମର୍ଶ ଦିଆଯାଇଛି। ରାସନ କାର୍ଡ଼ ଧାରକ ତୁରନ୍ତ ଇ-କେୱାଇସି କରିବାକୁ ପଡ଼ିବ, ଯାହାକି ଜୁନ୍ 30 ତାରିଖରୁ ଆରମ୍ଭ ହୋଇସାରିଛି। ରାସନ କାର୍ଡ଼ରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସମସ୍ତ ରାସନ କାର୍ଡ଼ଧାରୀଙ୍କ ପାଇଁ ଇ-କେୱାଇସି କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ। ଯଦି ଇ-କେୱାଇସି କରାନଯାଏ, ତେବେ ରାସନ କାର୍ଡ଼କୁ ନାଁ କାଟି ଦିଆଯିବ। ପରବର୍ତ୍ତୀ ଅପଡେଟ୍ ହେଉଛି 4ଟି ଦେଶରେ ଅଶୋଧିତ ତୈଳ ଗଚ୍ଛିତ ରଖିବ ଭାରତ। ଭାରତ ତୈଳ ଭଣ୍ଡାର ବୃଦ୍ଧି କରିବାକୁ ଚିନ୍ତା କରୁଛି। ଏଥିପାଇଁ ସରକାର ଦେଶ ବାହାରେ ଅଶୋଧିତ ତୈଳର ରଣନୀତିକ ସଂରକ୍ଷଣ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି। ଅଶୋଧିତ ତୈଳର ଏହି ଭଣ୍ଡାର କେବଳ ଜରୁରୀକାଳୀନ ପରିସ୍ଥିତି ନୁହେଁ, ବରଂ ଏହା ଲାଭ ଉଠାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଏଥିପାଇଁ ଜାପାନ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ଦେଶରେ ସରକାର ନଜର ରଖିଛନ୍ତି।